ଆମର ଗୋଟେ ଇନଫର୍ମେସନ୍ ଆସିଥିଲା ଯେ କଟକରୁ ନାଉଗାଁ ଆଡ଼କୁ ଗୋଟେ ଗାଡ଼ିରେ କିଛି କଣ୍ଟ୍ରାବାଣ୍ଡ ଆଇଟମ୍ସ ଆସୁଛି। ତ ସେଇ ଇନଫର୍ମେସନ୍ ଆଧାରରେ ଏସ୍ପି ସାର୍ଙ୍କ ନିର୍ଦ୍ଦେଶରେ ଆମର ଗୋଟେ ରାଜେଶ ତାଙ୍କ ନେତୃତ୍ୱରେ ଆମର ଗୋଟେ ଟିମ୍ ଗଠନ ହୋଇଥିଲା, ଯେଉଁଟାକି ବାଚାଳ ରିଭର ବ୍ରିଜ୍ ଉପରେ ଆମେ ଗୋଟେ ନାକା କରିଥିଲୁ। ସେ ନାକାରେ ଆମେ 3 ଜଣ ଆକ୍ୟୁଜ୍, ଯେଉଁଥିରେ ଗୋଟେ ଗାଡ଼ିରେ କିଆ ସୋନେଟ୍ ଗାଡ଼ିରେ ଆସୁଥିଲେ, ତାଙ୍କୁ ଆମେ ଧରିଥିଲୁ। ଧରିଲା ପରେ ତାଙ୍କର ଫର୍ଥର ତାଙ୍କର ଆଇଡେଣ୍ଟିଟି ପ୍ରୁଭ୍ ହୋଇଥିଲା। ତାପରେ ଆମ ଫର୍ଦର NDPC ଆକ୍ଟର ଯାହା ବି ପାରାଫେର୍ନିଆ ଅଛି ସେଟା ଫଲୋ ଅପ୍ ହୋଇଥିଲା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ପ୍ରେଜେନ୍ସରେ। ତାପରେ ଆମର ଗୋଟେ FIR ରେଜିଷ୍ଟ୍ରେସନ୍ ହୋଇଥିଲା 172/26। ତାପରେ ତାଙ୍କର ଆମେ ଯେତେବେଳେ ଫର୍ଦର ଭେରିଫିକେସନ୍ କଲୁ ଜଣାପଡ଼ିଲା ଯେ ତାଙ୍କର ପ୍ରିଭିୟସ୍ CA ବି ଅଛି, ସେଥିରେ ଆମେ ଅର୍ଗାନାଇଜ୍ଡ କ୍ରାଇମ୍ ବି ଲଗାଇଥିଲୁ। ତାପରେ ଆମର ସ୍ପଟ୍ରୁ ଆମର ଗୋଟେ କିଆ ସୋନେଟ୍ ଗାଡ଼ି ଜବତ ହୋଇଥିଲା, ଗୋଟେ ଆସେସର ଲ୍ୟାପଟପ୍, ଗୋଟେ ନୋଟବୁକ୍ ଆଉ 3ଟା ମୋବାଇଲ୍ ଫୋନ୍ ଜବତ ହୋଇଥିଲା, ଯାହାର CDR ବି ଆମେ ମଗାଇଛୁ। ତାଙ୍କର ଫର୍ଦର ଲିଙ୍କ୍ କାହା ସହିତ ରହିଛି, କେଉଁ ବ୍ୟବସାୟ ସହିତ ଲିଙ୍କ୍ ଅଛି, ଆମେ ସେଇଟା ଭେରିଫାଏ କରିବୁ। 22 କେଜି 103 ଗ୍ରାମର ଅଛି। সেটা আরাউন্ড 1 লাখ ভଳିଆ ହେବ সেটা। ସେମାନେ କଟକରୁ ଆସିକି କନ୍ଧମାଳରେ ତାଙ୍କର ଅଲରେଡ଼ି କନ୍ଧମାଳଟା ତ ଆପଣମାନେ ଜାଣିଛନ୍ତି ଯେ ସ୍ପଟ୍ଟା ଯେଉଁଠୁ ଗଞ୍ଜେଇଟା ଇଏ ହୁଏ, ଟ୍ରାନ୍ସପୋର୍ଟ ହୁଏ, ଷ୍ଟାର୍ଟ ହୁଏ। ସେମାନେ କଟକ ଆଡ଼କୁ ଆସୁଥିଲେ, କଟକ ଆଡ଼କୁ ହେଇକି ଜଗତସିଂହପୁର ଆସୁଥିଲେ। ମୋଷ୍ଟ ପ୍ରୋବାବ୍ଲି ସେମାନେ ଜଗତସିଂହପୁରରେ ଯେଉଁ ଛୋଟ ଛୋଟ ବ୍ୟବସାୟୀ ଅଛନ୍ତି ସେଇଠିକି ସେ ସେଲ୍ କରୁଥିଲେ। ତ ଫର୍ଦର ଆମେ ଯେତେବେଳେ CDR ଆନାଲିସିସ୍ କରିବୁ, ସେ କାହାକୁ ଦେଉଥିଲେ କ'ଣ, ତାଙ୍କ ମୋବାଇଲ୍ ତ ସିଜ୍ ହେଇଛି, ସେଇଟା ଆମେ ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଇବୁ। ତ ସେଇଠୁ ଜଣାପଡ଼ିବ କି ସେ କେଉଁ ସହିତ ଲିଙ୍କ୍ ରହିଛି, କାହା ସହିତ ଲିଙ୍କ୍ ରହିଛି, ହ୍ୱାଟ୍ସଆପ୍ର ଯାହା ବି ଡାଟା କାହା ସହିତ ଅଛି କଣ୍ଟାକ୍ଟ ଅଛି ଜଣାପଡ଼ିବ। ତାପରେ ଆମେ ଫର୍ଦର ପ୍ଲାନ୍ ଅଛି କି ତାଙ୍କୁ ରିମାଣ୍ଡରେ ବି ଆଣିବୁ। ତାପରେ ତାଙ୍କର ଆଟାଚମେଣ୍ଟ ଫୋରଫିଚର ବି କରିବୁ, ଯେତିକି ତାଙ୍କର ସମ୍ପତ୍ତି ଅଛି ଆୟ ବହିର୍ଭୂତ ସମ୍ପତ୍ତି, ସେଇଟା ଫୋରଫିଚର ବି କରିବାର ପ୍ଲାନ୍ ଅଛି।